ଏକ କବିବର ରାଧାନାଥ ରାୟଙ୍କ ଜନ୍ମ କେବେ ହୋଇଥିଲା? 1847 ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର 10 ତାରିଖ। 2. ରାଧାନାଥ କେତେ ବର୍ଷ ବୟସରେ ମାତାଙ୍କୁ ହରାଇଥିଲେ? ନସାର ହେଉଛି 5 ବର୍ଷ। 3. ସେ କେବେ ଏଣ୍ଟ୍ରାନ୍ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ? 1863। ମହାଯାତ୍ରା କାବ୍ୟର କବିଙ୍କ ନାମ କଣ? ଉତ୍ତର ହେଉଛି ରାଧାନାଥ ରାୟ। ମହାଯାତ୍ରା କାବ୍ୟ କେତୋଟି ସର୍ଗକୁ ନେଇ ଗଠିତ? ଟି। ମହାଯାତ୍ରା କାବ୍ୟ କେଉଁ ଛନ୍ଦରେ ରଚିତ? ଉତ୍ତର ହେଲା ଅମିତ୍ରାକ୍ଷର। ଏହି କାବ୍ୟଟି କେଉଁ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି ଉତ୍କଳ ପ୍ରଭା। ଦ୍ରୁପଦ ନନ୍ଦିନୀ କିଏ? ଉତ୍ତର ହେଉଛି ଦ୍ରୌପଦୀ। ଯୁଧିଷ୍ଠିର କାହାକୁ ରାଜ୍ୟଭାର ଅର୍ପଣ କରିଥିଲେ? ଉତ୍ତର ହେଉଛି ପରୀକ୍ଷିତ। 10. ପରୀକ୍ଷିତ କାହାର ପୁତ୍ର ଥିଲେ? ଉତ୍ତର ହେଉଛି ଅଭିମନ୍ୟୁ। 11. ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ରଚନା? ଉତ୍ତର ହେଉଛି ଅର୍ଘ୍ୟଥାଳି। 12. ଅହଲ୍ୟାସ୍ତବର ରଚୟିତା କିଏ? ଉତ୍ତର ହେଉଛି ଗଙ୍ଗାଧର ମେହେର। 13. ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ରଚନା ନୁହେଁ? ଉତ୍ତର ହେଉଛି ଚନ୍ଦ୍ରଭାଗା। 14. ତପସ୍ୱିନୀ କାବ୍ୟଟି କେତେ ସର୍ଗ ବିଶିଷ୍ଟ? ଉତ୍ତର ହେଉଛି ଟି। 15. ଏହି କାବ୍ୟଟି କେବେ ପ୍ରକାଶିତ ହୋଇଥିଲା? ଉତ୍ତର ହେଉଛି 1915। 16. ମର୍ୟାଦା ପୁରୁଷୋତ୍ତମ କିଏ? ଉତ୍ତର ହେଉଛି ଶ୍ରୀରାମ। 17. ଲକ୍ଷ୍ମଣ ସୀତାଙ୍କୁ ନେଇ କେଉଁଠାରେ ଛାଡ଼ିଥିଲେ? ଉତ୍ତର ହେଉଛି ଭାଗୀରଥୀ କୂଳରେ। 18. କପିଳାସ ପର୍ବତ କେଉଁ ଜିଲ୍ଲାରେ ଅବସ୍ଥିତ? ଉତ୍ତର ହେଉଛି ଢେଙ୍କାନାଳ। 19. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୀମ ଭୋଇଙ୍କ ରଚନା ନୁହେଁ? ତପସ୍ୱିନୀ। 20. ସ୍ତୁତି ଚିନ୍ତାମଣି ରେ କେତୋଟି ବୋଲି ରହିଛି? 121। ସ୍ତୁତି ଚିନ୍ତାମଣି ର ପ୍ରତ୍ୟେକ ବୋଲିରେ କେତୋଟି ପଦ ରହିଛି? ଟି। 22। କ ନ ମିଳିଲେ ଅଙ୍ଗ କାତର ହୋଇଯାଏ। ଉତ୍ତର ହେଉଛି ଜଳ। 23। ଶ୍ରୀଗୁରୁଙ୍କ ଅଙ୍ଗ ବ୍ୟଥା ହେଲେ କାହାକୁ ଚିନ୍ତା ଲାଗିଥାଏ? ଉତ୍ତର ହେଉଛି ଭକ୍ତକୁ। 24। ଭକ୍ତି କିପରି ସୃଷ୍ଟି ହୋଇଥାଏ? ଉତ୍ତର ହେଉଛି ଭୟରୁ। 25। ନିମ୍ନଲିଖିତ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ପ୍ରଥମ କାବ୍ୟ? ରସର କର। 26। ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ କାବ୍ୟ କେବେ ପ୍ରକାଶିତ ହୋଇଥିଲା? ଉତ୍ତର ହେଉଛି 1894। 27। ସମଗ୍ର ରାଜ୍ୟରେ କାହାକୁ ଉଚ୍ଚପଦ ପ୍ରଦାନ କରାଯାଇଥାଏ? ଉତ୍ତର ହେଉଛି ରାଜା। 28। ପ୍ରଜାଙ୍କ ହିତ ପାଇଁ ରାଜା କେଉଁ ରୂପ ଧାରଣ କରିଥାନ୍ତି? ଉତ୍ତର ହେଉଛି ଜଳଧର। 29। କାହାକୁ ଅମର ବୋଲି କୁହାଯାଇଛି? ଉତ୍ତର ହେଉଛି ମନ୍। 30। ରାମ କାହାକୁ ପଥର ବନ୍ଧ ହୋଇ ନେତ୍ର ଜଳ ରୁଦ୍ଧ କରିବା ପାଇଁ କହିଛନ୍ତି? ଉତ୍ତର ହେଉଛି ବକ୍ଷ। 31। ଚର୍ମର ଘର୍ମ ନାଶିବା ପାଇଁ କିଏ ହିଁ ଆସୁଛି? ଉତ୍ତର ସମୀର। 32। ନିମ୍ନଲିଖିତ ମଧ୍ୟରୁ କେଉଁଟି ସୁନ୍ଥ କବି ଭୀମ ଭୋଇଙ୍କ ରଚନା? ଉତ୍ତର ନିର୍ବେଦ ସାଧନ। 33। ଅନାଦି ସଂହିତା ର ରଚୟିତା କିଏ? ଉତ୍ତର ଭୀମ ଭୋଇ। 34। ସ୍ତୁତି ଚିନ୍ତାମଣି ରେ ସମୁଦାୟ କେତୋଟି ପଦ ରହିଛି? ଉତ୍ତର ହେଉଛି 2000। 35। ସ୍ତୁତି ଚିନ୍ତାମଣି ର ମୁଖବନ୍ଧରେ ପ୍ରଫେସର ଆର୍ଭବଲ୍ଲଭ ମହାନ୍ତି ସନ୍ଥ କବି ଭୀମ ଭୋଇଙ୍କୁ କାହା ସହିତ ତୁଳନା କରିଛନ୍ତି? ଉତ୍ତର ଯୀଶୁଖ୍ରୀଷ୍ଟ। ଓ ପିଲାମାନେ ମୁଁ 2 ଓ 5 ମାର୍କର ପ୍ରଶ୍ନ ଦେଖେଇ ଦେଉଛି ତମେମାନେ ସ୍କ୍ରିନଶଟ ମାରିନେବ ତ ପିଲାମାନେ ଦେଖ।
तो पिलामाने जदि भिडियोटी भल लागि थाए तेबे आमर चैनल को लाइक शेयर करंतु ओ सब्सक्राइब करंतु एभली आउ मजेदार भिडियो पाई साथिरे रुहंतु।